ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଭୂପତି ଜଣେ ପ୍ରସିଦ୍ଧ ଭାରତୀୟ ଟେନିସ୍ ଖେଳାଳି। ଡବଲ୍ସରେ ତାଙ୍କର ଅତୁଳନୀୟ ଦକ୍ଷତା ପାଇଁ ପ୍ରସିଦ୍ଧ। ଫ୍ରେଞ୍ଚ ଓପନରେ ମିଶ୍ରିତ ଡବଲ୍ସରେ ବିଜୟ ହାସଲ କରି 1997ରେ ସେ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତିଥିବା ପ୍ରଥମ ଭାରତୀୟ। ଭୂପତି ତାଙ୍କ କ୍ୟାରିୟରରେ ଉଭୟ ପୁରୁଷ ଏବଂ ମିଶ୍ରିତ ଡବଲ୍ସରେ ମୋଟ 12ଟି ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତିଛନ୍ତି। ଲିଆଣ୍ଡର ପେସ୍ଙ୍କ ସହ ସେ ଅନ୍ୟତମ ସଫଳ ଭାରତୀୟ ଟେନିସ୍ ଯୋଡ଼ି ଗଠନ କରିଥିଲେ। ଭୂପତି 2013ରେ ଆନ୍ତର୍ଜାତିକ ପ୍ରିମିୟର ଟେନିସ୍ ଲିଗ୍ IPTL ପ୍ରତିଷ୍ଠା ପାଇଁ ମଧ୍ୟ ଜଣାଶୁଣା। ରହୁଛି ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।